ବୈକୁଣ୍ଠଙ୍କ ରଚନାବଳୀରୁ ଗୋଟିଏ ପଦ। ଅକଳିତ ଅଭିନୟ କର ହେ ଆନନ୍ଦମୟ ରଖିବି ଅକଳିତ ଏଠି ବୈକୁଣ୍ଠଙ୍କର ଏ ପଦରେ ତାଙ୍କର ଶ୍ୟାମବନ୍ଧୁଙ୍କୁ ବା ଭଗବାନ କୃଷ୍ଣଙ୍କୁ ବିନମ୍ର ନିବେଦନ କରୁଛନ୍ତି, ଆପଣ ଆପଣଙ୍କର ଅଭିନୟ କରନ୍ତୁ। ଏଠି ଅଭିନୟଟା କେଉଁ ଅର୍ଥରେ ଆସିବ? ଲୀଳା। ତାମାନେ ଆପଣ ଆପଣଙ୍କର ଲୀଳା କରନ୍ତୁ, ଯେଉଁ ଲୀଳାରେ ଆପଣ ହିଁ ଆନନ୍ଦ ହେବେ। ସେଇ ଆନନ୍ଦ ଲୀଳାକୁ ଆମେ ମାନସରେ ଧ୍ୟାନ, ମାନସରେ କୀର୍ତ୍ତନ, ମାନସରେ ଚିନ୍ତନ କରି ଆମେ ଭବସଂସାରରୁ ଉଦ୍ଧାର ହେବୁ। ଏତିକି ହୁଅ ସମୟ। ଏ ହେଉଛି ବୈକୁଣ୍ଠଙ୍କର ଗୋଟିଏ ସୁନ୍ଦର ଗୀତି। ମଧୁ ଲେଖିଲେ ନ ଜାଣଇ ସେବା କେଉଁ ପରିବା ସେବିଲେ ସନ୍ତୋଷ ହୋଇବ ନାହିଁ ପ୍ରେମ ଏ ଫୁଲ ଚନ୍ଦନ ସେବା ଦ୍ରବ୍ୟ ଘେନିବ ସେବା ଦ୍ରବ୍ୟ କେନେ ଘେନିବ। ତାମାନେ ଏଠି ଇଏ ଗୋଟେ ଆତ୍ମସମର୍ପଣ ପୀତ ପୂର୍ବକ ସଙ୍ଗୀତ। ମୁଁ ସେବା ଜାଣିନାହିଁ, ଯେଉଁ ସେବା କରୁଛି ତା ଠିକ୍ କରୁଛି କି ଭୁଲ କରୁଛି ତା ମଧ୍ୟ ମୁଁ ଜାଣିନାହିଁ। କେଉଁପରି ସେବା କଲେ ଆପଣ ଖୁସି ହେବେ ସେତିକି ମୋତେ ମାନେ ମୋ ଭିତରେ ପ୍ରେରଣା ସୃଷ୍ଟି କରନ୍ତୁ। ମୁଁ ଶ୍ରଦ୍ଧା ଜାଣିନାହିଁ କି ଭଲ ପାଇବା ଜାଣିନାହିଁ। ଇଏ ଫୁଲ ଚନ୍ଦନ ସେବା ଦ୍ରବ୍ୟ ଆପଣ କେମିତି ତାକୁ ଗ୍ରହଣ କରିବେ ସେ ଭାବନା ମୋ ଭିତରେ ସୃଷ୍ଟି କରନ୍ତୁ। ଇଏ ଗୋଟେ ଆତ୍ମନିବେଦନାତ୍ମକ ସଙ୍ଗୀତ। ଅଭିନ୍ନ ସୁନ୍ଦର କହିଲେ जिज्ञासु अर्थार्थी ज्ञानी। गीतारे ये चारि प्रकार भक्त अछंती बोली कहा जाइछि। आरती जे दुखरे भगवान को डाकुछि, जिज्ञासु जे तांको विषय रे किछि जानिबा को चाहुछि, ज्ञानी जे बहुत कथा जानिछि, आउ किए धन जन इत्यादि इत्यादि से मागुछि। तेणु भगवान काहाकू कौन देवे
ये चारोटी तांकर संतान बा चारोटी जाक होउचंती तांकर भक्त। तो सीए ही प्रकृत रे चिन्हिबे किए कौन आउ से कौन नब। तेणु आमे जे निजुकु निजे गोटे बड़ भक्त बोली निजुकु चिंतन करिबा बा भाबिबा एटा गोटे आमर अहंकार हो जिवो। तो ये मध्य सेई आत्मनिवेदन एक महान संगीत। ये आज जो तीनोटी महापुरुषंकर कथा एटी कुहागला सबुगुड़िक गोटे टाइप सबुगुड़िक आत्मनिवेदनात्मक कथा। सी विचार करेंगे किए प्रकृत में भक्त किए अभक्त, कारण सी होचंती भक्त बांधव। ये होची मधुंकर वैकुंठंकर एवं ठाकुर अभिराम परमहंसंकर कथा। नामाचार्य बायाबाबा पाखरे गोटे जड़े स्त्री लोक मन दुख कर बसी। बाबा निज तरफ पचारे दुख कौन। तापरे कहले आगे पचारे दुखटा तमर कौन कहीं मुह सुखई बईच। तापरे कहले आरे काऊ मला उपरे सगड़ जाऊ केते केते मलेणी कहार पता अछि। आपण माने ये गोटे कथा को मन रखंतु। आपण माने जानी मन रखिए कौन। तथापि महापुरुष माने आमको सचेतन करई दउचंती। ये दुनिया रे आम पूर्वर केते लोक आसिगिरी ये दुनिया रू गले आम पाखे तार हिसाब ना कि कौन सी किताब भी से लिखा है। आम परे जे केते परंपरा केते पीढ़ी भोग हो चली जीवो तार हिसाब मध्य आमे करि परिबा नहीं। केवल एतिकी आम पई सत्य आमे जन्म हेचु दिने ये संसार रु आमे जीवु दिने। से रोगरे जाऊ निंदारे जाऊ अपमान रे जाऊ जहाँ भी जाऊ। तेणु सबु बेले आम मान को सचेतन रहिबा को पड़िबो। जीवनटा केते बेले हजि जीवो। ये निश्वास को विश्वास रही निश्वास बंद हो जीवो। घंटा 1.5 घंटा भितर आम सब जुई रे जलिबो। तेणु जेतिकी दिन आम संसार रे बंचिबा दुख न करी सुख पाइले सेथिरे भी आम आनंद हवा। दुख जदि आसिला ताधरे भी आनंद हवा। दुख और सुख को जी समभाव रे चिंता करे से प्रकृत रे गोटे भल मनीष। आपण माने भाविए दुखटा आसिला आमे आनंद केमिति हो ना। दुख रे आपण कांदी पारंती दुख रे अनुताप करि पारंती किंतु कर्म त्याग कले आजिर कर्म काली के आउ मिलिब नाही। दुख सहित लड़ाई करिबा पाई केवल गुरु कृपा ही केवल गुरु सब माने दुख सहित लड़ाई करिबा पाई भक्ति होउची गोटे
ସେ ଲଢ଼େଇର ଗୋଟେ ଅସ୍ତ୍ର। ଭକ୍ତି କୁଠାରେ ଦୁର୍ବାସନା ଛେଦ ତୁ ଗୁରୁ ବାକ୍ୟ ସେନା। ତେଣୁ ଆମର ଅନ୍ୟାନ୍ୟ ମହାପୁରୁଷ ମାନେ କବିମାନେ ଏ ବିଷୟରେ ଆମକୁ ଲେଖି ଯାଇଛନ୍ତି। ଦୁଃଖରେ ଖ ଅଛି, ସୁଖରେ ବି ଖ ଅଛି। ଖଟି ହେଉଛି ନିତ୍ୟ ଆନନ୍ଦ ସ୍ୱର୍ଗ। ସେଇ ପାଦ ପଦ୍ମରେ ମନ ରଖ। ଦୁ ଆସିବ ଯିବ, ସୁ ଆସିବ ଯିବ। ସେଥିପାଇଁ ମନୋବୋଧ 34 ଲେଖିଲେ, ଗୁଣା ହେଉଛି ଦିନୁ ଦିନ ଆୟୁ ଆଉ ଏଣିକି ଉଦ୍ଧାର ହେବୁ ଯେ ତେଣୁ ଆଜିର କାମ ଆଜି ଶେଷ କରିବା ପାଇଁ ସବୁବେଳେ ଚେଷ୍ଟା କର। ଆପଣମାନେ ମନେ ପକାନ୍ତୁ, ଆମର ରଥଯାତ୍ରା ଦୀର୍ଘ 2 ବର୍ଷ ମଝିରେ ବନ୍ଦ ହୋଇଗଲା। ଭକ୍ତମାନେ ଆସିଲେ ନାହିଁ। ଠାକୁର ରଥ ଉପରେ ବିଜେ କରି ରଥଯାତ୍ରା ଚାଲିଲା। ଏ ବର୍ଷ ରଥଯାତ୍ରାଟି ଭକ୍ତମାନଙ୍କ ଗହଳିରେ ସମ୍ପୂର୍ଣ୍ଣ ହେଲା। ଆଜି ହେଉଛି ଶ୍ରୀ ଜଗନ୍ନାଥଙ୍କର ରଥାରୂଢ଼ ଜଗନ୍ନାଥ ବା ବଳଭଦ୍ର ସୁଭଦ୍ରାଙ୍କର ଆଜି ହେଉଛି ସୁନାର ବେଶ। ଇଏ ଗୋଟେ ବାହ୍ୟ ବେଶ। ସୁନାରେ ତାଙ୍କୁ ସଜେଇବାକୁ ହେବ। ହାତ ରହିବ, ଗୋଡ଼ ରହିବ, ଅସ୍ତ୍ର ମାନେ ଏମିତି ସବୁ ରହିବ। କିନ୍ତୁ ପ୍ରକୃତରେ ସୁନା କ'ଣ ହେଉଛି, ସେ କ'ଣ ଧାତୁ? ଆଜି ଯେଉଁ ସୁନା ପିନ୍ଧିବେ ସେଟା ଧାତୁ ସୁନା। ଅଳ୍ପ ସମୟ ପରେ ସେ ପୁଣି ଘଣ୍ଟା କି 2 ଘଣ୍ଟା ପରେ ଭକ୍ତମାନେ ଦେଖି ସାରିଲା ପରେ ପୁଣି ସେ ଷ୍ଟୋରକୁ ପଳେଇବ। ଯେଉଁ ରୂପରେ ତୁମେ ଜଗନ୍ନାଥଙ୍କୁ ଦେଖିଛ ସେଇ ରୂପଟି ହେଉଛି ପ୍ରକୃତ ସୁନା। ତେଣୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନଙ୍କର ସେହି ସ୍ୱର୍ଣ୍ଣ ମୂର୍ତ୍ତିକୁ ପ୍ରତ୍ୟେକ ଦିନ ଚିନ୍ତନ କର, ଦର୍ଶନ କର। ତୁମେ ସବୁବେଳେ ମନ ଭିତରେ ଭାବିବ ମୁଁ ସେଇଠି ଅଛି। କର୍ମକ୍ଷେତ୍ରରେ, ଶିକ୍ଷା କ୍ଷେତ୍ରରେ, ତୁମେ ଯାହା ଯାହା ଜୀବନରେ କରିବ, ରାସ୍ତାରେ ଘାଟରେ ବାଟରେ ନାଟରେ ଯେଉଁଠିକି ଯାଅ, ତୁମେ ଭାବି ନିଅ ମୁଁ ତାଙ୍କରି ପାଖରେ ଅଛି। ସେଇ ସୁନା, କାଳିଆ ସୁନା, ବଳିଆ ସୁନା ପାଖରେ, ସେ ସୁଭଦ୍ରା ସୁନାମୟୀଙ୍କ ପାଖରେ ମୁଁ ସବୁବେଳେ ଅଛି। ଇଏ କଥା ଯଦି ଭାବି ନେବ, ଆଉ ଘଣ୍ଟାଏ 2 ଘଣ୍ଟା ବସିକିରି ପ୍ରାର୍ଥନା ନ କଲେ ବି ଚଳିବ। ତେଣୁ ଜୀବନକୁ, ତୁମ ଜୀବନକୁ ତୁମେ ନିଜେ ସୁନା କରିବାକୁ ହେଲେ ଚରିତ୍ରକୁ ପ୍ରଥମେ ଶୃଙ୍ଖଳିତ କରିବାକୁ ପଡ଼ିବ। ଅଯଥା କାମନାକୁ ତ୍ୟାଗ କରିବ। ଯେତିକି ଦରକାର ସେତିକି ପାଇବ ଏବଂ ସେତିକିରେ ସନ୍ତୁଷ୍ଟ ରହିବ। ଜୀବନରେ ଯଦି ନିନ୍ଦା ଆସିଲା ତାହେଲେ ଅପେକ୍ଷା କର, ପୁଣି ଦିନେ ପ୍ରଶଂସା ତୁମ ପାଇଁ
ଆସିବ। ଆଉ ନିନ୍ଦୁକକୁ ମର୍ଡର କଲେ ନିଜେ ପୁଣି ଆଉ ଗୋଟେ ଦଣ୍ଡ ଭୋଗିବାକୁ ପଡ଼ିବ। ତେଣୁ ସେଥିପାଇଁ କୁହାଯାଇଛି ଭବ ସାଗର ତେଣୁ ଗୁରୁଙ୍କର ନାମକୁ ଚିନ୍ତନ କରି ସବୁବେଳେ ଏଇ ପ୍ରାର୍ଥନା କର ଆମେ କେମିତି କର୍ମ କରୁ କରୁ ଏ ଜୀବନ ଆମର ତାଙ୍କ ପଦାବ୍ଜରେ ମିଶିଯାଉ। ଇଏ ହେଉଛି ଗୋଟିଏ କଥା। ଗତକାଲି ଜୟ ଶିଶୁ ଅନନ୍ତ ପର୍ଯ୍ୟନ୍ତ କଥାଟି ଯାଇଥିଲା। ତାପରେ ଥିଲା ରାଜା ରାମ। ରାମ ରାଜା ହେଇଥିଲେ ପ୍ରଜାମାନଙ୍କୁ ସୁଖରେ ପାଳନ କରିଥିଲେ। ସେଇ ରାମ ଆମ ହୃଦୟରେ ସବୁବେଳେ ରମଣ କରୁଛନ୍ତି, ଆମରି ଭିତରେ ବି ଅଛନ୍ତି। ସିଏ ହେଉଛନ୍ତି ଏଇ ହୃଦୟର ରାଜା। ଇଏ ନାସା ଦ୍ୱାରରେ ସେ ଆତ୍ମାରାମ ରୂପରେ ଯାଉଛନ୍ତି ଆସୁଛନ୍ତି। ତେଣୁ ଜୟ ଶିଶୁ ଅନନ୍ତ ରାଜା ରାମ। ରାମ ଶବ୍ଦକୁ ଓଲଟେଇ ଦେଲେ ରାମ, ତାକୁ ଓଲଟେଇ ଦେଲେ ମରା। ରାମ ଶବ୍ଦର ଅର୍ଥ ଆନନ୍ଦ, ମରା ଶବ୍ଦର ଅର୍ଥ ମୃତ୍ୟୁ। ତେଣୁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜୀବନ ହେଉଛି ରାମ। ରାଜା ରାଜା କହିଲେ ତୁମେ ଯେତିକି ଦିନ ଇଏ ସେଇ ରାମ ଯେତିକି ଦିନ ଇଏ ଜୀବନ ଚକ୍ରରେ ରାଜୁତି କରୁଛନ୍ତି, ଆମେ ରାମଙ୍କ ଆଦର୍ଶରେ ଆଦର୍ଶାୟିତ ହେବା, ଭଲ ପରିବାର ଗଠନ କରିବା, ଭଲ ଭଲ କାମ ସବୁ କରିବା। ଆଉ କିନ୍ତୁ ରାମ ସୀତାଙ୍କୁ ବର୍ଜନ କରିଥିଲେ, ନାଇଁ ଆମେ ସେଭଳି ଭୁଲ କାମ କରିବାନି। କିନ୍ତୁ ସୀତା କହିଲେ ପବିତ୍ର, ସୀତା କହିଲେ ଗଙ୍ଗା। ସୀତାଙ୍କୁ ଆମେ ରାମ ବର୍ଜନ କରିଥିଲେ ବୋଲି ଆମେ ଆମ ସ୍ତ୍ରୀକୁ ଡାଇଭର୍ସ କରିବୁ, ଇଏ ମନୋଭାବ ଆଣନା। ହୁଏତ ସମସ୍ୟା ବହୁଳ ଜୀବନ ଭିତରେ ଆମ ପରିବାରର ସୀତାରାମଙ୍କ ଭିତରେ ଲଢ଼େଇ ଲାଗିବ, କ'ଣ ହେବ କ'ଣ ନାହିଁ, କିନ୍ତୁ ପରସ୍ପର ପ୍ରତି ଭଲ ପାଇବା ରଖ, ନିଜେ ନିଜକୁ ସମୀକ୍ଷା କର। ତା ପର ପଦଟି ଆସନ୍ତାକାଲି କହିବି। ଆଜି କଥାଟି ଏଇଠି ରଖିବି। ଦୁଃଖରେ ସୁଖରେ ଆମେ ଯାହାଙ୍କୁ ଶିଶୁ ଅନନ୍ତ ବୋଲି ପୂଜା କରୁଛୁ, 1967 ମସିହାରେ ଆଶ୍ୱିନ ଶୁକ୍ଳ ଚତୁର୍ଦ୍ଦଶୀରେ ମୋର ପିତୃଦେବ ଶଶିଦାନନ୍ଦ ମହାନ୍ତି ସେ ଗାଦିକି ସଫା କରି ଜଣେ ବ୍ରାହ୍ମଣଙ୍କୁ ଖଞ୍ଜେଇଥିଲେ, ପୂଜା ଚାଲିଥିଲା। ଆଜି ସେଇ ସ୍ଥାନ ଗୋଟିଏ ଆଶ୍ରମରେ ପରିଣତ ହେଇଛି, ଦୁଃଖୀ ରଙ୍କିଙ୍କର ଆଶ୍ରୟସ୍ଥଳ ହେଇଛି। ଆମ ଭଳି ଲୋକକୁ ସେ ଭାରତ ବର୍ଷରେ ପ୍ରତିଷ୍ଠା କରିଛନ୍ତି। ଆମ କେନ୍ଦ୍ର ହେଉଛି ସେଇ ହୁଙ୍କାଟି। ହୁଙ୍କା କହିଲେ ମାଟି। ଆମେ ସେଇ ମାଟି ମା ଭିତରେ ଅନନ୍ତ ଶକ୍ତିଙ୍କୁ ଚିନ୍ତନ କରୁଛୁ। ତେଣୁ ସେଇ ଅନନ୍ତ ତମମାନଙ୍କର ଆମମାନଙ୍କର ବିଶ୍ୱର ଦେଶର ଦୁଃଖ ଦୂରୀଭୂତ ହଉ। ଏବେ କରୋନା ପୁଣି ଟିକେ ଟିକେ ଗୋଟେ ଲହର ଆସୁଛି, ତେଣୁ ସରକାରଙ୍କର ଗାଇଡ଼ଲାଇନ୍, ମୁହଁରେ ମାସ୍କ ପିନ୍ଧନ୍ତୁ, ଏଇଟାକୁ କେବେ ଭୁଲିବେ ନାହିଁ। ହାତ ସଫା କରିକିରି ଖା ପିଅ